ଋଷିପୁତ୍ର ଫୁଲ ତୋଳୁଛନ୍ତି। ଚାଲ ତାଙ୍କୁ ସାକ୍ଷାତ କରିବା। ଦୃଶ୍ୟ ଆଲୋକରେ ବନଭୂମିର ଅନ୍ଧକାରକୁ ଦୂରେଇ ଦଉଛ। ତୁମେ କେହି ଦେବତା ନା କଣ? ନା ନା, ଆମେ ଦେବତା ନୁହେଁ, ଆପଣ ପରି ସନ୍ନ୍ୟାସିନୀ। ସନ୍ନ୍ୟାସିନୀ? ସନ୍ନ୍ୟାସିନୀ ତ ଏପରି ବେଶ ଧାରଣ କରିବାର ମୁଁ ଆଗରୁ ଦେଖି ନାହିଁ। ଆମେମାନେ ରାଜଋଷି, ଆମ ବେଶଭୂଷା ଅଲଗା ପ୍ରକାର। ଓ ଏବେ ଚାଲନ୍ତୁ, ଏ କମଣ୍ଡଳରେ ପଦଧତ କରି ମୃଗାସନ ଉପରେ ବସନ୍ତୁ। ନା ନା, ଆମେ ଏସବୁ ଆସନରେ ବସୁନାହୁଁ। ଆମର ଆସନ ତୁଳିତଳ୍ପ। ତୁଳିତଳ୍ପ? ସେ କିପରି ପଦାର୍ଥ? ଏବେ ଆମ ଆଶ୍ରମ ଗଲେ ଦେଖିପାରିବେ ସେ କିପରି କୋମଳ ପଦାର୍ଥ। ତେବେ ତୁମେ କଣ୍ଟକିତ ବନକୁ ଆସୁଥିଲେ କାହିଁକି? ଆପଣଙ୍କ ଦର୍ଶନ କରିବା ନିମିତ୍ତ ଏତତ୍ ପଦ ଟୁଟି ଆସିଛୁ। ତେବେ ଚାଲନ୍ତୁ, କିଛି ଫଳମୂଳ ଭକ୍ଷଣ କରି ଆନନ୍ଦ ଅନୁଭବ କରନ୍ତୁ, ତାପରେ ଅନ୍ୟ କଥା। ନା ନା, ଏ ଫଳ ଗୁଡ଼ିକ ଆମେ ଭକ୍ଷଣ କରୁନାହୁଁ। ଏ ଫଳ ଗୁଡ଼ିକ ଆମ ଦେଶରେ ମାଙ୍କଡ଼ ମାନେ ଭକ୍ଷଣ କରନ୍ତି। ମାଙ୍କଡ଼ ମାନେ? କାମ ହୁଏନି, ଆମ ଦେଶର ଫଳ ଋଷିପୁତ୍ରଙ୍କୁ ଦିଅ। ଋଷିପୁତ୍ର, ଇଏ ହଉଛି ଆମ ଦେଶର ଫଳ। ବାବା କହିଥିଲେ କୌଣସି ଲୋକର ପ୍ରଲୋଭନରେ ପଡ଼ିବୁ ନାହିଁ। ତେଣୁ ମୋର କାହିଁ ସନ୍ଦେହ ହେଉଛି। ବିପଦ ଆପଣ ମୋ ଉପରେ ସନ୍ଦେହ କରୁଛ। ତୁମେ ଯେପରି ତପସ୍ୟା କର, ଆମେମାନେ ସେହିପରି ନିର୍ଜନରେ ବସି ତପସ୍ୟା କରୁ। ତାର ସନ୍ଦେହ କୌଣସି କାରଣ ନାହିଁ। ନା ନା, ଲୋକମାନଙ୍କୁ ତ ଆମ ମନେ ପରେ ତପସ୍ୟା ଯୋଉଟା ସନ୍ଦେହ କରେ କୌଣସି କାରଣ ନାହିଁ। ଦିଅନ୍ତୁ। କାମ ହୁଏନି, ଋଷିପୁତ୍ରଙ୍କୁ ଦିଅନ୍ତୁ। ଇଏ ହେଉଛି ଆମ ରାଜଋଷି ମାନଙ୍କର ଖାଦ୍ୟ। ତାପରେ ସୁଶୀଳ ଜଳପାନ କରନ୍ତୁ। ତାପରେ ନିଅନ୍ତୁ, ଇଏ ହେଉଛି ଆମ ଯଜ୍ଞ ବିଭୂତି। ସର୍ବାଙ୍ଗରେ ବୋଳି ଦିଅନ୍ତୁ। ତାପରେ ଆମ ଦେଶର ମୁଖବାସ ଦିଅନ୍ତୁ। ଆରେ ବାଃ, କି ସୁବାସ! ଘରେ ପାନ କଲେ ଜୀବନ ସାରା ଭୁଲି ହେବ ନାହିଁ। ହେ ରାଜଋଷ, ମୁଁ ତମ ବ୍ୟବହାର ଅତ୍ୟନ୍ତ ପ୍ରସନ୍ନ ହୋଇଲି, ହେଲେ ତମକୁ କିଛି ଦେଇପାରିଲି ନାହିଁ। ସେ କଥା କାହିଁ ଭାବୁଛନ୍ତି? ଇଚ୍ଛା କଲେ ବର୍ତ୍ତମାନ ଆମକୁ ବିଦାୟ ଦିଅନ୍ତୁ। ଆମ ଠାକୁର ପୂଜା ସମୟ ହେଲାଣି। ତେବେ ଆଉ କେବେ ତୁମର ସାକ୍ଷାତ ମିଳିବ? କେତେ ଦିନ କଣ ପଚାରୁଛନ୍ତି? ଇଚ୍ଛା କଲେ ପ୍ରତିକ ଦେଖିବାକୁ ପାଇପାରିବେ। ଆମକୁ ପ୍ରଣାମ ନିଅ, ମନୋବାଞ୍ଛ ପୂର୍ଣ୍ଣ ହେଉ। ଆମେ ବିଦାୟ ନେଉଛୁ। ବେଶଭୂଷା ଜାଣିବ ଯେ କିଛି ଦିନ ଭିତରେ ଆମ ପଛରେ ଗୋଡ଼େଇ ଯିବ। ଗୋବରା କଦଳୀକୁ ପାଚିଲା କଦଳୀ ତାକୁ ଦେଖି ସମ୍ଭାଳି ପାରିବ। ମୋହିନୀ ମନ୍ତ୍ରରୁ କେହି ବଞ୍ଚି ଯାଇପାରନ୍ତି। ଋଷି ଗହଳି ଯିବ। ଧନ୍ୟ ଧନ୍ୟ ହେଇ ରାଜଋଷିଙ୍କର ପ୍ରଣାମ। ମନେ ହୁଏ କି ପ୍ରକାର ଆଶ୍ରମ ଦେଖି